ବନ୍ଧୁଗଣ, ପବିତ୍ର ଜନ୍ମାଷ୍ଟମୀ ହେଉଛି ହିନ୍ଦୁ ଧର୍ମର ଏକ ବିଶେଷ ପର୍ବ। ଏହି ଜନ୍ମାଷ୍ଟମୀ ବ୍ରତକୁ ବ୍ରତରାଜ ମଧ୍ୟ କୁହାଯାଇଥାଏ। ଏହି ଦିନରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଅବତରଣ କରିଥିଲେ। ଦେବକୀ ଓ ବସୁଦେବଙ୍କର ଅଷ୍ଟମ ସନ୍ତାନ ଭାବରେ ମହାରାଜା କଂସଙ୍କ କାରବାରରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ। ପୃଥିବୀ ପୃଷ୍ଠରୁ ପାପର ଭାର କମାଇବା ପାଇଁ ଏବଂ ସାଧୁସନ୍ତମାନଙ୍କର ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁ ଧାରଣ କରିଥିଲେ କୃଷ୍ଣ ଅବତାର। କୃଷ୍ଣଙ୍କର ଜନ୍ମଦିବସକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବୋଲି କୁହାଯାଏ। ଜନ୍ମାଷ୍ଟମୀ କେବଳ ଭାରତରେ ନୁହେଁ, ବରଂ ବିଦେଶରେ ବାସ କରୁଥିବା ତଥା ପ୍ରବାସୀ ଭାରତୀୟମାନେ ମଧ୍ୟ ପୁରା ନିଷ୍ଠାର ସହିତ ପାଳନ କରିଥାନ୍ତି। ଚଳିତ ବର୍ଷ ଜନ୍ମାଷ୍ଟମୀ ତାରିଖକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। ସମସ୍ତେ ଜାଣିବା ପାଇଁ ଚାହୁଁଛନ୍ତି ଯେ ଜନ୍ମାଷ୍ଟମୀ ପ୍ରକୃତରେ ଅଗଷ୍ଟ ମାସ 26 ତାରିଖରେ ପାଳନ ହେବା ଉଚିତ କି 27 ତାରିଖରେ। ତେବେ ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଆପଣଙ୍କର ଏହି ଦ୍ୱନ୍ଦ୍ୱ ଦୂର କରିବା ସହିତ ଓଡ଼ିଶାରେ କେତେ ତାରିଖରେ ପାଳନ କରାଯିବ ଜନ୍ମାଷ୍ଟମୀ ପର୍ବ, ଜନ୍ମାଷ୍ଟମୀ ବ୍ରତର ନିୟମ ଏବଂ ମହତ୍ତ୍ୱ ବିଷୟରେ ଜଣାଇବୁ। ଏଥିସହିତ ପବିତ୍ର ଜନ୍ମାଷ୍ଟମୀ ଅବସରରେ କେଉଁ ସବୁ ଭୁଲ କରିବା ଅନୁଚିତ ଏବଂ କ'ଣ ସବୁ କରିବେ, ଏଥିସହିତ କେଉଁ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି ଜନ୍ମାଷ୍ଟମୀ ପର୍ବଟି ଶୁଭ ରହିବ, ତାହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିନିଅନ୍ତୁ ଏବଂ ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ବର୍ତ୍ତମାନ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଆସନ୍ତୁ ଜାଣିବା। ଶାସ୍ତ୍ର ଅନୁଯାୟୀ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏବଂ ରୋହିଣୀ ନକ୍ଷତ୍ରରେ ହୋଇଥିଲା। ଏହି ବର୍ଷ ଅଷ୍ଟମୀ ତିଥି ଏବଂ ରୋହିଣୀ ନକ୍ଷତ୍ର ଅଲଗା ଅଲଗା ଦିନରେ ପଡ଼ୁଅଛି। ତେଣୁ ଯଦି ତିଥି ହିସାବରେ ଦେଖାଯାଏ ତେବେ ଜନ୍ମାଷ୍ଟମୀ 26 ଅଗଷ୍ଟ ତଥା ଆସନ୍ତାକାଲି ସୋମବାର ଦିନରେ ପାଳନ ହେବ। ଆଉ ଯଦି ରୋହିଣୀ ନକ୍ଷତ୍ରକୁ ମନାଯାଏ ତେବେ ଏହା ଅଗଷ୍ଟ 27 ତାରିଖ ଦିନ ପାଳନ କରାଯିବା ଉଚିତ। କିନ୍ତୁ ଚଳିତ ବର୍ଷ ଅଷ୍ଟମୀ ତିଥି ଅଗଷ୍ଟ 25 ତାରିଖ ତଥା ରବିବାର ରାତ୍ରି 3:39 ଆରମ୍ଭ ହେବା ପାଇଁ ଯାଉଅଛି ଏବଂ ଏହା 26 ଅଗଷ୍ଟ ସୋମବାର ରାତ୍ରି 2:19 ପର୍ଯ୍ୟନ୍ତ ରହିବ। ରୋହିଣୀ ନକ୍ଷତ୍ର 26 ତାରିଖ ଦିନ 3:38 ଆରମ୍ଭ ହେଉଥିଲେ ମଧ୍ୟ ଏହି ପର୍ବ ଅଷ୍ଟମୀ ତିଥି ଅନୁସାରେ ଓଡ଼ିଶାରେ 26 ଅଗଷ୍ଟ ସୋମବାର ଦିନ ପାଳନ କରାଯିବ। ତେଣୁ ଆପଣମାନେ 26 ତାରିଖ ସୋମବାର ଦିନ ଜନ୍ମାଷ୍ଟମୀ ବ୍ରତ ପାଳନ କରିପାରିବେ। ଜନ୍ମାଷ୍ଟମୀର ଅର୍ଥ ଏବଂ ମହତ୍ତ୍ୱ। ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ହୋଇଥିବା କାରଣରୁ ଏହାକୁ କୃଷ୍ଣ ଜନ୍ମାଷ୍ଟମୀ ବୋଲି କୁହାଯାଏ। ଏହି ଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କର ପୂଜା କରିବା ଦ୍ୱାରା ସନ୍ତାନ ପ୍ରାପ୍ତି, ଆୟୁ ତଥା ସମୃଦ୍ଧି ପ୍ରାପ୍ତି ହୋଇଥାଏ। ଗ୍ରହ ଦୋଷ ଥିଲେ ଏହି ବ୍ରତ ଅତି ନିଷ୍ଠାର ସହ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ। ଜନ୍ମାଷ୍ଟମୀକୁ ବ୍ରତରାଜ ବୋଲି କୁହାଯାଏ। ବିଶ୍ୱାସ ରହିଛି ଯେ ଏହି ଗୋଟିଏ ଦିନ ବ୍ରତ ରଖିବା ଦ୍ୱାରା ହିଁ ଅନେକ ଓଷା ଓ ଉପବାସର ଫଳ ମିଳିଥାଏ। ଯଦି ଆପଣ ନିଷ୍ଠାର ସହ ଏହି ବ୍ରତ ପାଳନ କରନ୍ତି ତେବେ ଏହାଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ। ଏଥିସହିତ ବନ୍ଧୁଗଣ, ଏହି ଦିନ ଭକ୍ତମାନେ ଉପବାସ ରହିବା ସହିତ ଏବଂ ସାରା ଦିନ ଭଗବାନ କୃଷ୍ଣଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି। ଏହି ଦିନ କୃଷ୍ଣଙ୍କର ବାଲ ଗୋପାଳ ରୂପକୁ ପୂଜା କରାଯାଏ। ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ଦିନଟି ଅତ୍ୟନ୍ତ ଶୁଭ ଅଟେ ଏବଂ ବିଶ୍ୱାସ କରାଯାଏ ଯେ ଏହି ଦିନ ଭଗବାନ କୃଷ୍ଣ ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ କରିଥାନ୍ତି। ତେବେ ଏହି ଦିନ କିଛି ବିଶେଷ ଜିନିଷର ଯତ୍ନ ନେବା ଜରୁରୀ ଅଟେ। ତେବେ ଆସନ୍ତୁ ଜାଣିବା ଏହି ଶୁଭ ସମୟରେ କେଉଁ ସବୁ କାମ କରିବା ଅନୁଚିତ ଯାହାଦ୍ୱାରା ଘରକୁ ଦାରିଦ୍ର୍ୟତା ଆସିଥାଏ। ଜନ୍ମାଷ୍ଟମୀ ଦିନ ଭୁଲରେ ବି ତୁଳସୀ ପତ୍ର ଛିଣ୍ଡାଇବା ଉଚିତ ନୁହେଁ। ଭଗବାନ ବିଷ୍ଣୁଙ୍କୁ ଶ୍ରୀକୃଷ୍ଣଙ୍କର ଅବତାର ଭାବରେ ବିବେଚନା କରାଯାଏ। ବିଶ୍ୱାସ ଅନୁଯାୟୀ ତୁଳସୀ ଭଗବାନ ବିଷ୍ଣୁଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ଅଟନ୍ତି। ତେଣୁ ତୁଳସୀ ପତ୍ର ଛିଣ୍ଡାଇବା ଏହି ଦିନ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ତେଣୁ ଆପଣମାନେ ପୂଜା ପାଇଁ ଗୋଟିଏ ଦିନ ଆଗରୁ ତୁଳସୀ ପତ୍ର ତୋଳି ରଖିପାରିବେ। ଯେଉଁମାନେ ଜନ୍ମାଷ୍ଟମୀ ବ୍ରତ ପାଳନ କରନ୍ତି ନାହିଁ ସେମାନେ ମଧ୍ୟ ଏହି ଦିନ ଚାଉଳ ତିଆରି ଖାଦ୍ୟ ଖାଇବା ଉଚିତ ନୁହେଁ। ଏକାଦଶୀ ଏବଂ ଜନ୍ମାଷ୍ଟମୀ ପର୍ବରେ ଚାଉଳ ଏବଂ ଜଅରେ ତିଆରି ଖାଦ୍ୟ ଖାଇବା ନିଷେଧ ବୋଲି ଧରାଯାଏ। ଏହି ଦିନ ରସୁଣ, ପିଆଜ କିମ୍ବା ଅନ୍ୟ କୌଣସି ତାମସିକ ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ। ଏହି ଦିନ ଘରେ ମାଂସ ଏବଂ ମାଦକ ଦ୍ରବ୍ୟ ମଧ୍ୟ ଆଣିବା ଉଚିତ ନୁହେଁ। କୃଷ୍ଣ ଜନ୍ମାଷ୍ଟମୀ ଦିନ ଭୁଲରେ ମଧ୍ୟ କାହାକୁ ଅସମ୍ମାନ କରନ୍ତୁ ନାହିଁ। ସମସ୍ତ ଭକ୍ତ, ଧନୀ କିମ୍ବା ଗରିବ, ଭଗବାନ କୃଷ୍ଣଙ୍କ ପାଇଁ ସମସ୍ତେ ସମାନ ଅଟନ୍ତି। ତେଣୁ କୌଣସି ଗରିବକୁ ଅପମାନିତ କରି ଏହି ଦିନ ଆପଣମାନେ
ଭଗବାନ ଶ୍ରୀକୃଷ୍ଣଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। ଜନ୍ମାଷ୍ଟମୀ ଦିନ ଗଛ କାଟିବା ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଏ। ଭଗବାନ ଶ୍ରୀକୃଷ୍ଣ ସବୁଠାରେ ରୁହନ୍ତି ଏବଂ ସବୁକିଛି ତାଙ୍କଠାରେ ବାସ କରନ୍ତି। ଯଦି ସମ୍ଭବ ତେବେ ଏହି ଦିନ ଅଧିକ ଗଛ ଲଗାଇବା ଉଚିତ। ଏହାଦ୍ୱାରା ଘର ଏବଂ ପରିବାରରେ ସୁଖ ଓ ସମୃଦ୍ଧି ଏଥିସହିତ ଶାନ୍ତି ମିଳିଥାଏ। ଜନ୍ମାଷ୍ଟମୀ ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବା ବାଧ୍ୟତାମୂଳକ ଅଟେ। ଏହି ଦିନ ପୂର୍ଣ୍ଣ ପବିତ୍ର ମନ ଏବଂ ଶରୀର ସହିତ ଭଗବାନଙ୍କୁ ପୂଜା ଅର୍ଚ୍ଚନା କରିବା ଉଚିତ। ଏହି ଦିନ ମଧ୍ୟ ଗାଈମାନଙ୍କୁ ଅପମାନିତ କରିବା ଉଚିତ ନୁହେଁ। ଭଗବାନ କୃଷ୍ଣ ଗାଈମାନଙ୍କୁ ବହୁତ ଭଲ ପାଉଥିଲେ। ବିଶ୍ୱାସ କରାଯାଏ ଯେ ଯେ ଗାଈକୁ ପୂଜା କରେ ସେ କୃଷ୍ଣଙ୍କର ଆଶୀର୍ବାଦ ପାଇଥାଏ। ଯେଉଁମାନେ ଏହି ଦିନ ଉପବାସ ରଖନ୍ତି ସେମାନେ ରାତି 12ଟା ପୂର୍ବରୁ ଉପବାସ ଖୋଲିବା ଉଚିତ ନୁହେଁ। ଏହା ପୂର୍ବରୁ ଉପବାସ ଖୋଲିବା ଦ୍ୱାରା ପୂଜାପାଠର ଫଳ କେବେ ହେଲେ ମିଳେ ନାହିଁ ଏବଂ ଉପବାସ ମଧ୍ୟ ଅସମ୍ପୂର୍ଣ୍ଣ ବୋଲି ଧରାଯାଇଥାଏ। ଏହି ଦିନ ନଡ଼ିଆ ଖାଆନ୍ତୁ ନାହିଁ ଏବଂ ପୂଜାରେ ମଧ୍ୟ ନଡ଼ିଆ ଭୋଗ ଲଗାନ୍ତୁ ନାହିଁ, କାରଣ ଅଷ୍ଟମୀ ତିଥିରେ ନଡ଼ିଆ ଖାଇବା ମାଂସ ଖାଇବା ସହିତ ସମାନ ହୋଇଥାଏ। ତେବେ ବନ୍ଧୁଗଣ, ଆପଣମାନେ ଏହି ପବିତ୍ର ଜନ୍ମାଷ୍ଟମୀ ପର୍ବରେ ଏହିସବୁ ଭୁଲଠାରୁ ଦୂରେଇ ରୁହନ୍ତୁ। ଦେଖିବେ ଆପଣମାନଙ୍କର ନିଶ୍ଚୟ ମଙ୍ଗଳ ହେବ। ଯଦି ଆପଣ ବି ଧନ ସମ୍ବନ୍ଧିତ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଏଥିରୁ ମୁକ୍ତି ଚାହୁଁଥାନ୍ତି, ତେବେ ଏହି ପବିତ୍ର ଜନ୍ମାଷ୍ଟମୀ ଦିନ ଆପଣମାନେ ଏହିସବୁ ଜିନିଷ କିଣି ନିଜ ଘରକୁ ଆଣନ୍ତୁ। ଦେଖିବେ ଆପଣଙ୍କର କେବେ ବି ଧନ ସମ୍ବନ୍ଧିତ କୌଣସି ସମସ୍ୟା ଦେଖାଦେବ ନାହିଁ। ଏଥିସହିତ ଆପଣଙ୍କର ମନବାଞ୍ଛିତ ଫଳ ନିଶ୍ଚୟ ମିଳିବ। ଏହି ପର୍ବରେ ଆପଣଙ୍କୁ 8ଟି ଏଭଳି ବସ୍ତୁ କିଣିବା ଉଚିତ ଯାହାଦ୍ୱାରା ଘରେ ସୁଖ ସମୃଦ୍ଧି ବିରାଜମାନ କରିଥାଏ। ଏହି ଜିନିଷଗୁଡ଼ିକ ବିଷୟରେ ଭଗବାନ ଶ୍ରୀକୃଷ୍ଣ ମହାଭାରତରେ ମଧ୍ୟ ଯୁଧିଷ୍ଠିରଙ୍କୁ କହିଥିଲେ। ତେବେ ଆସନ୍ତୁ ଜାଣିବା ଏହି ସବୁ ଜିନିଷ ଏବଂ ଏହାର ଉପାୟ ବିଷୟରେ। ଘରେ ଚନ୍ଦନ ରଖିବା ଅତ୍ୟନ୍ତ ଶୁଭ ବୋଲି ମନାଯାଏ। ଏହାର ସୁଗନ୍ଧରେ ବାତାବରଣର ନକାରାତ୍ମକ ଉର୍ଜା ସମାପ୍ତ ହୋଇଯାଏ। ସମସ୍ତ ଦେବୀ ଦେବତାଙ୍କର ପୂଜାରେ ଚନ୍ଦନ ଲାଗିର ବିଶେଷ ମହତ୍ତ୍ୱ ରହିଥାଏ। ଚନ୍ଦନ ଓ ତିଲକ ଲଗାଇବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ, କାରଣ ମଥାରେ ଯେଉଁ ଜାଗାରେ ଆମେ ତିଲକ ଲଗାଇଥାଉ ସେଠାରେ ଆଜ୍ଞାଚକ୍ର ରହିଥାଏ। ତେଣୁ ଆପଣମାନେ ଏହି ଦିନ ମଥାରେ ଚନ୍ଦନର ତିଲକ ଲଗାନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚିନ୍ତ ଏକାଗ୍ରତା ସହିତ ଶାନ୍ତି ମଧ୍ୟ ମିଳିବ। ଘରେ କୌଣସି ଏକ ସ୍ଥାନ ବା କୌଣସି ଜାଗାରେ ବୀଣା ରଖିବା ଉଚିତ। ବୀଣା ଘରେ ରଖିବା ଦ୍ୱାରା ମା ସରସ୍ୱତୀଙ୍କର କୃପା ବର୍ଷିଥାଏ। ଘରେ ସବୁ ସଦସ୍ୟଙ୍କର ବୁଦ୍ଧିର ବିକାଶ ହୋଇଥାଏ। ଏହାକୁ ଘରକୁ ଆଣିବା ଦ୍ୱାରା ଘରର ସମସ୍ୟା ଆପେ ଆପେ ସୁଧୁରି ଯାଇଥାଏ। ଘରେ ଧନର ଅଭାବ କେବେ ହେଲେ ଦେଖା ଦେଇନଥାଏ। ଭଗବାନ ଶ୍ରୀକୃଷ୍ଣଙ୍କୁ ଗାଈ ବା ଗୋମାତା ଅତ୍ୟନ୍ତ ପ୍ରିୟ ଅଟେ। ଏହିଭଳି କୁହାଯାଏ କି ଘରେ ଗାଈ କ୍ଷୀରରୁ ପ୍ରସ୍ତୁତ ଶୁଦ୍ଧ ଘିଅ ରଖିବା ଅତ୍ୟନ୍ତ ଆବଶ୍ୟକ ଏବଂ ନିୟମିତ ରୂପରେ ଏହାର ସେବନ କରିବା ଉଚିତ। ଘିଅରୁ ଶକ୍ତି ମିଳିଥାଏ ଏବଂ ଶରୀର ମଧ୍ୟ ସୁସ୍ଥ ରହିଥାଏ। ଘରେ ସନ୍ଧ୍ୟା ସମୟରେ ଘିଅର ଦୀପ ପ୍ରଜ୍ୱଳନ କରିବା ଉଚିତ। ପୂଜାପାଠରେ ମଧ୍ୟ ଘିଅର ବିଶେଷ ମହତ୍ତ୍ୱ ରହିଥାଏ। ତେଣୁ ଘରକୁ ଘିଅ ଏହି ଦିନ ଆଣିବା ଅତ୍ୟନ୍ତ ଶୁଭକାରକ ଅଟେ। ଯଦି ଆପଣଙ୍କ ଘରର ରୋଷେଇ ଘରେ ମହୁ ନାହିଁ, ତାହେଲେ ଏହି ଜନ୍ମାଷ୍ଟମୀରେ ନିଶ୍ଚିନ୍ତ ଭାବରେ ମହୁ ଘରକୁ କିଣି ନେଇ ଆସନ୍ତୁ। ଘରେ ମହୁ ରଖିବା ଦ୍ୱାରା ବାସ୍ତୁର ଅନେକ ଦୋଷ ଶାନ୍ତ ହୋଇଯାଏ। ଏହା ସହିତ ପୂଜାପାଠ ସମୟରେ ମଧ୍ୟ ମହୁର ଅତ୍ୟନ୍ତ ଆବଶ୍ୟକ ରହିଥାଏ। ସମସ୍ତ ଦେବୀ ଦେବତାମାନଙ୍କୁ ମହୁ ମଧ୍ୟ ଅର୍ପଣ କରାଯାଏ। ଯେଉଁ ଘରେ ମହୁ ପ୍ରତ୍ୟେକ ପୂଜାରେ ଲାଗେ ଏବଂ ପୂଜାପାଠ ସେହି ଘରେ ଉତ୍ତମ ରୂପରେ ସମ୍ପୂର୍ଣ୍ଣ ହୁଏ, ସେହି ଘରେ ଦେବୀ ଦେବତାଙ୍କର କୃପା ଦୃଷ୍ଟି ରହିଥାଏ। ଘରେ ସର୍ବଦା ସଫାସୁତରା ଜଳ ବ୍ୟବହାର କରିବା ଉଚିତ। ଘରକୁ ଆସୁଥିବା ଅତିଥିଙ୍କର ସ୍ୱାଗତ ଶୀତଳ ଜଳରେ କରିବା ଆବଶ୍ୟକ। ଏହା କରିବା ଦ୍ୱାରା କୁଣ୍ଡଳୀରେ ଅନେକ ଦୋଷ ଦୂର ହୋଇଯାଏ। ମନୁଷ୍ୟ ଶରୀରରେ ସଙ୍କଟର ବୋଝ କମିଯାଏ। ତେଣୁ ଗୋଟିଏ ତମ୍ବା ପାତ୍ରରେ ଆପଣ କିଛି ଶୀତଳ ଜଳ ନିଜ ଘରେ ନିଶ୍ଚିନ୍ତ ଭାବରେ ରଖନ୍ତୁ। ବଇଁଶୀ ଭଗବାନ ବିଷ୍ଣୁଙ୍କର ପ୍ରିୟ ବଇଁଶୀ ଯେଉଁ ଘରେ ରହିଥାଏ ସେଠାରେ ଧନ ଓ ପ୍ରେମର ଅଭାବ କେବେ ବି ହୋଇନଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ଘରେ ରଖିବା ଅତ୍ୟନ୍ତ ଶୁଭ ବୋଲି ମନାଯାଇଥାଏ। ବାଉଁଶର ତିଆରି ବଇଁଶୀ ଘରେ ରଖିବା ଦ୍ୱାରା ଘରକୁ ଆସୁଥିବା ସମସ୍ତ ସମସ୍ୟା ଆପେ ଆପେ ଦୂର ହୋଇଯାଇଥାଏ। ଯଦି ଆପଣ ସନ୍ତାନ ସୁଖକୁ ନେଇ ଚିନ୍ତିତ ଅଟନ୍ତି, ତାହେଲେ ଘରର କବାଟରେ ବାଲଗୋପାଳଙ୍କର ଫଟୋ ନିଶ୍ଚିନ୍ତ ଲଗାଇ ପାରିବେ। ଘରର ଫାଟକରେ ଭଗବାନଙ୍କ ବାଲଗୋପାଳଙ୍କର ଫଟୋ ଲଗାଇବା ଅତ୍ୟନ୍ତ ଶୁଭକାରକ ଅଟେ। ଏହି ଚିତ୍ର ଲଗାଇବା ଦ୍ୱାରା ଆପଣଙ୍କର ମନସ୍କାମନା ଖୁବ୍ ଶୀଘ୍ର ପୂର୍ଣ୍ଣ ହୋଇଥାଏ। ମୟୂର ଚନ୍ଦ୍ରିକା ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଅଟେ। ଏବେ ଏହା
ତାଙ୍କର ମଥାରେ ସବୁବେଳେ ରହିଥାଏ। ତେଣୁ ଘରର ଶୋଇବା ଘରେ 2ଟି ମୟୂର ଚନ୍ଦ୍ରିକା ଏବଂ ଅନ୍ୟ ଘରମାନଙ୍କରେ ଗୋଟିଏ ଗୋଟିଏ ମୟୂର ଚନ୍ଦ୍ରିକା ନିଶ୍ଚିନ୍ତ ଲଗାନ୍ତୁ। ଏ ବନ୍ଧୁଗଣ, ଆପଣମାନେ ଏହି ପବିତ୍ର ଜନ୍ମାଷ୍ଟମୀର ଶୁଭ ଅବସରରେ ଏହିସବୁ ଜିନିଷପତ୍ର ଘରକୁ ନିଶ୍ଚିନ୍ତ ଆଣନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ଆପେ ଆପେ ଦୂର ହୋଇଯିବ। ଏବେ ଆସନ୍ତୁ ଜାଣିବା ଏହି ପବିତ୍ର ଜନ୍ମାଷ୍ଟମୀ ପର୍ବଠାରୁ କେଉଁ ସବୁ ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ବଦଳିବା ପାଇଁ ଯାଉଅଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ଜନ୍ମାଷ୍ଟମୀ ପର୍ବଦିନ ଗ୍ରହ ଓ ନକ୍ଷତ୍ରମାନଙ୍କ ମଧ୍ୟରେ ଏକ ସଂଯୋଗ ଘଟିବା ପାଇଁ ଯାଉଅଛି। ସାଧାରଣତଃ ଗ୍ରହ ଓ ନକ୍ଷତ୍ରମାନଙ୍କର ଅବସ୍ଥାନରେ ପରିବର୍ତ୍ତନ ହେବା ଦ୍ୱାରା ଏହିସବୁ ସଂଯୋଗ ଘଟିଥାଏ। ଦୀର୍ଘ 500 ବର୍ଷ ପରେ ଏହିଭଳି ମହାସଂଯୋଗ ଘଟୁଥିବାରୁ ଏହା ହେଉଛି ଏକ ଅଦ୍ଭୁତ ଏବଂ ବିରଳ ମହାସଂଯୋଗ। ଏହି ମହାସଂଯୋଗ ଫଳରେ ରାଶିଚକ୍ରରେ 12 ଗୋଟି ରାଶିମାନଙ୍କ ମଧ୍ୟରୁ ଏହି କେତେଗୁଡ଼ିଏ ରାଶିର ବ୍ୟକ୍ତିବିଶେଷମାନଙ୍କ ଭାଗ୍ୟରେ ପରିବର୍ତ୍ତନ ହେବା ପାଇଁ ଯାଉଅଛି ଏବଂ ଭଗବାନଙ୍କ କୃଷ୍ଣଙ୍କର ଏହି କୃପା ଯୋଗୁଁ ଏହି ବ୍ୟକ୍ତିମାନଙ୍କର ଜୀବନରେ ବହୁତ ଖୁସି ଆସିବାର ଅଛି। ତେବେ ଆସନ୍ତୁ ଜାଣିବା ସେହି ସବୁ ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ। ମେଷ ରାଶି। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ପବିତ୍ର ଜନ୍ମାଷ୍ଟମୀ ପର୍ବ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ପୂର୍ବ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ ଏବଂ ଧନପ୍ରାପ୍ତିର ଯୋଗ ମଧ୍ୟ ରହିଛି। କମ୍ ପରିଶ୍ରମରେ ଅଧିକ ଫଳପ୍ରାପ୍ତ ହେବ ଏବଂ କ୍ୟାରିୟରକୁ ନେଇ ଏକ ନୂଆ ମାର୍ଗ ମଧ୍ୟ ଖୋଲିଯିବ, ଯାହାଦ୍ୱାରା ସଫଳତା ଆପଣଙ୍କର ଚରଣ ସ୍ପର୍ଶ କରିବ। ମିଥୁନ ରାଶି। ପବିତ୍ର ଜନ୍ମାଷ୍ଟମୀରେ ମିଥୁନ ରାଶିର ବ୍ୟକ୍ତିବିଶେଷମାନଙ୍କୁ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବା ପାଇଁ ଯାଉଅଛି। ଭଗବାନ କୃଷ୍ଣଙ୍କର କୃପାରୁ କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହେବ। ନୂଆ ଲୋକଙ୍କ ସହ ମିଳନ ହୋଇପାରେ, ଯାହାଫଳରେ ଆପଣଙ୍କର କାର୍ଯ୍ୟରେ ମଧ୍ୟ ଉନ୍ନତି ହେବ। ଯଦି କୌଣସି କ୍ଷେତ୍ରରେ ପୁଞ୍ଜିନିବେଶ କରିଛନ୍ତି ତେବେ ସେଥିରୁ ଲାଭବାନ ହେବାର ଯଥେଷ୍ଟ ସମ୍ଭାବନା ରହିଅଛି। ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କର ପୂର୍ଣ୍ଣ ସହଯୋଗ ମଧ୍ୟ ଆପଣଙ୍କୁ ମିଳିବ। କନ୍ୟା ରାଶି। ଏହି ରାଶିର ଲୋକମାନଙ୍କ ପାଇଁ ଜନ୍ମାଷ୍ଟମୀ ପର୍ବ ସବୁଠାରୁ ଉତ୍ତମ ରହିବ। ଏହି ସମୟରେ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ସୁନିଶ୍ଚିତ ମିଳିବ। ଅନେକ ସମୟରୁ ହୋଇ ଆସୁଥିବା ଅସୁବିଧା ଗୁଡ଼ିକ ଏବେ ଆପଣଙ୍କର ଧୀରେ ଧୀରେ ଦୂର ହେବ। ପଦୋନ୍ନତି ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପଡ଼ିବ ନାହିଁ, କିନ୍ତୁ ଆପଣ ନିଷ୍ଠାର ସହିତ ଆପଣଙ୍କର କର୍ମକ୍ଷେତ୍ରରେ କାର୍ଯ୍ୟ କରିବା ଆବଶ୍ୟକ। ଏହା ବ୍ୟତୀତ ବ୍ୟବସାୟରେ ଅଧିକରୁ ଅଧିକ ଲାଭବାନ ମଧ୍ୟ ହେବେ। ତୁଳା ରାଶି। ପବିତ୍ର ଜନ୍ମାଷ୍ଟମୀ ପର୍ବ ଏହି ରାଶିର ଲୋକମାନଙ୍କ ପାଇଁ ବିଶେଷ ଶୁଭଦାୟକ ରହିବ। ଏହି ସମୟରେ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଉତ୍ତମ ସଫଳତା ମଧ୍ୟ ମିଳିବ, ଯାହାଦ୍ୱାରା ଆପଣଙ୍କୁ ଲାଭ ହିଁ ଲାଭ ହେବ ଏବଂ ବେପାର କ୍ଷେତ୍ରରେ ମଧ୍ୟ ଅନେକ ଲାଭବାନ ହେବେ। ଏହି ସମୟରେ ନିଜର ରାଗ ଉପରେ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରନ୍ତୁ ଏବଂ ନିଜ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ଚେଷ୍ଟା କରନ୍ତୁ, ଯାହା ଆପଣଙ୍କୁ ସଫଳତା ଆଡ଼କୁ ଆପେ ଆପେ ଟାଣିନେବ। କୁମ୍ଭ ରାଶି। ଏହି ରାଶିର ଲୋକମାନଙ୍କ ପାଇଁ ଜନ୍ମାଷ୍ଟମୀ ପର୍ବ ଅତ୍ୟନ୍ତ ଶୁଭଦାୟକ ରହିବ। ଅଧିକ ସମୟ ଧରି ବା ଆଗରୁ ଚାଲି ଆସୁଥିବା ସମସ୍ତ ସମସ୍ୟା ଗୁଡ଼ିକ ଏଥର ଧୀରେ ଧୀରେ ଆପଣଙ୍କର ଦୂର ହୋଇଯିବ। କମ୍ ସମୟରେ ଅଧିକ ସଫଳତାର ଯୋଗ ରହିଅଛି। ମାତା ଲକ୍ଷ୍ମୀ, ମାତା ସରସ୍ୱତୀ ଏବଂ ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଏହିସବୁ ରାଶିର ବ୍ୟକ୍ତିବିଶେଷମାନେ ଏହି ଜନ୍ମାଷ୍ଟମୀ ପର୍ବଠାରୁ ଶୁଭଫଳ ପ୍ରାପ୍ତ କରିବେ। ତେବେ ବନ୍ଧୁଗଣ, ଏହି ମହାସଂଯୋଗ ଫଳରେ ଏହିସବୁ ରାଶିମାନଙ୍କର ଭାଗ୍ୟରେ ଅନେକ ଖୁସିର ସମୟ ଆସିବା ପାଇଁ ଯାଉଅଛି। ତେବେ ବନ୍ଧୁଗଣ, ଆଶା କରୁଛୁ ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଏହି ଭିଡ଼ିଓକୁ ଲାଇକ୍ କରିବା ସହିତ ଆପଣଙ୍କ ପ୍ରିୟଜନମାନଙ୍କ ସହିତ ସେୟାର କରିନିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶ୍ରୀକୃଷ୍ଣ ନିଶ୍ଚୟ ଲେଖନ୍ତୁ। ଧନ୍ୟବାଦ।